ଠାକୁର ପୂଜାର ବିଭିନ୍ନ ପ୍ରକାର ବିଧି ନିୟମ ଅଛି। କିଏ ପାଳୁ କି ନ ପାଳୁ। ସାଧାରଣତଃ ଆମ ବ୍ରାହ୍ମଣ ଘରେ ଆମର ପ୍ରଭୁ ନାରାୟଣ ଅଛନ୍ତି, ଅନନ୍ତ ଅଛନ୍ତି, ଶାଳଗ୍ରାମ ଅଛନ୍ତି। ଆମେ କ'ଣ କରୁ ନା ସ୍ତ୍ରୀ ଲୋକମାନେ, ବିଶେଷ କରି ସାଧବା ସ୍ତ୍ରୀ ଲୋକମାନେ ପ୍ରଭୁ ଅନନ୍ତ ନାରାୟଣ ଶାଳଗ୍ରାମକୁ ଆମେ ପୂଜା କରୁନାହୁଁ। ଆମ ଘର ପୁରୁଷ ଲୋକମାନେ ପ୍ରଭୁଙ୍କୁ ପୂଜା କରନ୍ତି। ଆଉ ଶାଳଗ୍ରାମରେ କେବଳ ପ୍ରଭୁ କ୍ଷୀରରେ ଗାଧାନ୍ତି। ପ୍ରଥମେ ତାଙ୍କୁ ଗୁଆ ଘିଅ ଲେପନ କରାଯାଏ, ତାପରେ କ୍ଷୀରରେ ପ୍ରଭୁ ଗାଧାନ୍ତି, ତୁଳସୀ ଦିଆଯାଏ। ବିନା ନାରାୟଣଙ୍କର ପ୍ରିୟ ହେଉଛି ତୁଳସୀ। ବିନା ତୁଳସୀରେ ନାରାୟଣ ହୁଅନ୍ତୁ, ଶାଳଗ୍ରାମ ହୁଅନ୍ତୁ, ପ୍ରଭୁ ରାଧାକୃଷ୍ଣଙ୍କ ମୂର୍ତ୍ତି ହୁଅନ୍ତୁ, ପୂଜା କରିବାଟା ଠିକ୍ ନୁହେଁ। କାରଣ ପ୍ରଭୁଙ୍କର ପ୍ରିୟ ହେଉଛି ତୁଳସୀ। ତୁଳସୀ ପରେ ଚନ୍ଦନ, ତାପରେ ବିଭିନ୍ନ ପ୍ରକାର ଫୁଲ ପ୍ରଭୁଙ୍କୁ ଦିଆଯାଏ। କିନ୍ତୁ ନାରାୟଣ ଶାଳଗ୍ରାମ ପ୍ରଭୁ ଅନନ୍ତକୁ କେବେ ଆପଣ ନାଲି ମନ୍ଦାର ଦେବେ ନାହିଁ। ନାଲି ମନ୍ଦାର କେବଳ ମା ଶକ୍ତିଙ୍କୁ ଦିଆଯାଏ। ତୁଳସୀ ଚଉରା ମୂଳେ ବି ଆପଣ ନାଲି ମନ୍ଦାର ଦେବେ ନାହିଁ। ଅଲଗା ମନ୍ଦାର ଦେଇପାରିବେ, ଧଳା ଦେଇପାରିବେ, ହଳଦିଆ ଦେଇପାରିବେ, କିନ୍ତୁ ନାଲି ମନ୍ଦାର ଆପଣ କେବେ ତୁଳସୀରେ ଦେବେ ନାହିଁ। କାରଣ ସେ ହେଉଛନ୍ତି ମା ଲକ୍ଷ୍ମୀ। ଲକ୍ଷ୍ମୀ ଯେଉଁଠି ନାରାୟଣ ସେଇଠି। ତେଣୁ ଲକ୍ଷ୍ମୀ ନାରାୟଣ କେବେ ଭିନ୍ନ ନୁହନ୍ତି। ଆପଣ ଭୁଲରେ ତୁଳସୀ ଚଉରାରେ କେବେ ନାଲି ମନ୍ଦାର ଦେବେ ନାହିଁ। ଆଉ ମୁଁ କ'ଣ କରେ, ମୁଁ ହେଉଛି ଜଗନ୍ନାଥଙ୍କର ଭକ୍ତ। ତେଣୁ ମୁଁ କ'ଣ କରୁଛି, ଜଗନ୍ନାଥଙ୍କୁ ମୁଁ ପୂଜା କରେ। ଏବଂ ଆମ ଘରେ କହିବା ଅନୁସାରେ ମୁଁ ଜଗନ୍ନାଥଙ୍କୁ କେବେ ଛୁଇଁକିରି ଫୁଲ ଦିଏ ନାହିଁ। ପ୍ରଭୁଙ୍କ ଖଟୁଳି ତଳେ ଫୁଲଟିଏ ରଖେ, ପ୍ରଭୁଙ୍କୁ ଆରାଧନା କରେ, ଭକ୍ତି କରେ, ପୂଜା କରେ, କିନ୍ତୁ ପ୍ରଭୁଙ୍କୁ ମୁଁ ଛୁଏଁ ନାହିଁ। ଆପଣଙ୍କ ଘରେ ଆଜିକାଲି କ'ଣ କରୁଛନ୍ତି ନା, ପିଲାମାନେ କ'ଣ କରୁଛନ୍ତି ନା, ପ୍ରଭୁ ଜଗନ୍ନାଥଙ୍କୁ ଧରିକିରି ବିଭିନ୍ନ ପ୍ରକାର ରିଲ୍ କରୁଛନ୍ତି। ସେଇଟା ଦେଖିଲେ ଅବଶ୍ୟ ମୋତେ ବହୁତ ଦୁଃଖ ଲାଗୁଛି। କାରଣ ଭଗବାନ କେବେ ଏମିତି ଖୁସି ବାସିଆ ତାଙ୍କୁ କେହି ଧରିକିରି ରିଲ୍ କରିବାଟାକୁ ମୁଁ ପସନ୍ଦ କରେନି। ପ୍ରଭୁଙ୍କ ସ୍ଥାନ ସବୁବେଳେ ପାଇଁ ଉଚ୍ଚରେ। ତେଣୁ ପ୍ରଭୁ ଜଗନ୍ନାଥଙ୍କୁ ଯଦି ଆପଣ ପୂଜା କରୁଛନ୍ତି, କୌଣସି ଘରର ସ୍ତ୍ରୀ ଲୋକମାନେ ତାଙ୍କୁ ଆପଣ ନାଲି ମନ୍ଦାର ଦେବେ ନାହିଁ, କି ଆପଣ ସ୍ତ୍ରୀ ଲୋକମାନେ ତାଙ୍କୁ ଛୁଇଁବେ ନାହିଁ। ଯଦି ଆପଣଙ୍କ ଘରେ ପୁରୁଷ ଲୋକ ଥାନ୍ତି, ପୁରୁଷ ଲୋକ ପୂଜା କରନ୍ତି, ଆପଣ ଯଦି ବି ପୂଜା କରନ୍ତି, ତେବେ ଆପଣ କ'ଣ କରିବେ, ଫୁଲ ତଳେ ଥୋଇବେ।